जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम एस्ट्रोलोजी सेशन को आगू बढ़ेगा। आम रवि ऊपर आलोचना करते आमे आज रवि महाग्रहंकर आमे एमितिया पाठ एमितिया पढ़िबा जे मूलरू ये रवि महाग्रहंकर फल आमे कर दैछे। रवि महाग्रहंकर आमे स्पेशल प्लेलिस्ट बनै दैछे ऑलरेडी। रवि महाग्रहंकर जो स्पेशल प्लेलिस्ट बनी से किछि वीडियो अपलोड होइछि, आपण माने चाहिले जे देखि पारिबे। ସେଥିରେ ଆମେ ଡିସ୍କସନ କରିଛେ ରବି ମହାଗ୍ରହଙ୍କର ବିଭିନ୍ନ ଜାଗାରେ ଫଳ, ରବି ମହାଗ୍ରହଙ୍କର କ୍ୱାଲିଟିଜ ବି ଡିସ୍କସନ କରିଛେ। ଏଇ ସବୁ ଡିସ୍କସନ କରିବା ପରେ ମଧ୍ୟ ମୁଁ ରବି ମହାଗ୍ରହଙ୍କର ଆଜିଠୁ ଆରମ୍ଭ କଲି ଯେ ରବି ମହାଗ୍ରହଙ୍କର ଆମେ ଷ୍ଟେପ ବାଇ ଷ୍ଟେପ କୋଉ ଶାସ୍ତ୍ରରେ କଣ ଅଛି ତାର ସାର ତତ୍ଵକୁ ଭଲ ଭାବରେ ଡିସ୍କସନ କରିବା ଏବଂ ଏଇଟା ରବି ମହାଗ୍ରହ ପାର୍ଟ 1 ର ସିରିଜରେ ରହିବ। ତ ଚାଲନ୍ତୁ ଆରମ୍ଭ କରିବା। ଆମେ ରବି ମହାଗ୍ରହଙ୍କର ପର୍ଯ୍ୟାୟବାଚୀ ନାମ ପଢି ଦେଇଥିଲେ, ତଥାପି ଆଉ ଥରେ କହି ରଖେ ରବି ମହାଗ୍ରହଙ୍କର କଣ କଣ ସବୁ ନାଁ ରହିଛି ନା ସୂର୍ଯ୍ୟ, ତାଙ୍କର ତ ଅନେକ ନାଁ ଅଛି। ଅମର କୋଷ ଖୋଜିଲେ ରବି ମହାଗ୍ରହଙ୍କର ଅନେକ ନାଁ ଅଛି। ରବି, ସୂର୍ଯ୍ୟ, ହେଳି, ଭାନୁମାନ, ଦୀପ୍ତ ରଶ୍ମି, ବିକର୍ତ୍ତନ, ଭାସ୍କର, ଇନ, ଅହସ୍କର, ତପନ, ପୂଷା, ଅରୁଣ, ଅର୍କ, ଅଦ୍ରି, ବନଜୀବନପତି, ଦିନମଣି, ନୀଳ, ନିବଳ, କଣ ନଳିନୀ ବିଳାସୀ, ପଦ୍ମିନୀଶ, ପଦ୍ମିନୀ ପ୍ରାଣନାଥ, ଦିବାକର, ମାର୍ତଣ୍ଡ, ଉଷ୍ମରଶ୍ମି, ଉଷ୍ଣାଂଶୁ, ପ୍ରଭାକର, ବିଭାବସୁ, ତୀକ୍ଷ୍ଣାଂଶୁ, ତୀକ୍ଷ୍ଣ ରଶ୍ମି, ନଗ, ନଭେଶ୍ଵର, ଭାତଧ୍ୱଂସୀ, ଚଣ୍ଡଭାନୁ, ଚଣ୍ଡ ଦୀକ୍ଷିତ, ଚଣ୍ଡ ଦୀକ୍ଷିତି ଏବଂ ଚିତ୍ରରଥ। ଏମିତି ବହୁତ ସାରା ନାଁ ଅଛି। ଆପଣ ଅମରକୋଶରୁ ସୂର୍ଯ୍ୟଙ୍କର ନାଁ ଗୁଡାକ ପାଇବେ। ସୂର୍ଯ୍ୟଙ୍କର ଯୋଉ ସାମାନ୍ୟ ରୂପ କୁ ବର୍ଣ୍ଣନା କରାଯାଇଛି, ତାର ଶ୍ଲୋକ ଏମିତି ଆସିଛି ଶାସ୍ତ୍ରରେ, ମଧୁ ପିଙ୍ଗଳ ଚତୁରସ୍ର ତନୁ ପୀତ ପ୍ରକୃତି ସବିତା ଅକଲ୍ପ ଅକଲ୍ପ କଚହ। ମଧୁ ପିଙ୍ଗଳ ଚତୁରସ୍ର ତନୁ ପୀତ ପ୍ରକୃତି ସବିତା ଅଳ୍ପ କଚହ ସୁର ସ୍ତବ୍ଧ ବିକଲ ତନୟନ ନିଘୃଣ ଅର୍କେ ତନୁସ୍ତେ। ଆର ଅର୍ଥ ମହୁ ଭଳିଆ ଲାଲ ରଙ୍ଗ ତାଙ୍କର। ଯେତେବେଳେ ଆମେ ବହୁତ ସାରା ଜୋର ସାରେ ଖରା ହଉଥିବ, ଯଦି ଖରାକୁ ଚାହିଁବା ଯୋଉ ଭଳିଆ ଜିନିଷଟା ଆମ ଆଖି ବନ୍ଦ କଲେ ଦେଖାଯିବ, ସେଇଭଳିଆ ତାଙ୍କର ସୂର୍ଯ୍ୟଙ୍କର ରଙ୍ଗ ଦେଖିବାକୁ। ଆଉ ତେଣୁ ଯୋଉମାନଙ୍କର ରବି ମହାଗ୍ରହ ବହୁତ ଭଲ ଥାନ୍ତି ତାଙ୍କର ଦୃଷ୍ଟି ତୀକ୍ଷ୍ଣ ଥାଏ ଆଉ ତାଙ୍କ ଆଖିରେ ଆଉ କାନରେ ଲାଲ ଲାଲ ରେଖା ଅଧିକ ଥାଏ। ଶରୀର ତାଙ୍କର ଚତୁରସ୍ର ମାନେ ଚୌକାର ଭଳିଆ ମାନେ ଆୟତ କ୍ଷେତ୍ର ଭଳିଆ ହେଇଥାଏ। ଠିକ ଅଛି ନା? ତ ସେଇଥିପାଇଁ ରବି ମହାଗ୍ରହଙ୍କୁ ଯୋଉମାନଙ୍କର ରବି ମହାଗ୍ରହ କୁଣ୍ଡଳୀରେ ପ୍ରାଧାନ୍ୟ ଥିବ ବା ବଳବାନ ଥିବେ, ସେମାନଙ୍କୁ ଏଗୁଡାକ ଦେଖାଯାଏ। ସେମାନଙ୍କର ଶରୀରରେ ଏଇ ପ୍ରକାର ଜିନିଷ ଦେଖାଯାଏ। ରବି ରୁକ୍ଷ ମାନେ ତାଙ୍କ ସ୍କିନ୍ ଟା ରୁକ୍ଷ ହେଇଥିବ, ଡ୍ରାଇ ସ୍କିନ୍ ହେଇଥିବ, ଆଉ ସିଏ ପିତ୍ତ ପ୍ରକୃତିର ହେଇଥିବେ। ଠିକ ଅଛି? ଆଉ ତାଙ୍କର ଶରୀରରେ କେଶ ବହୁତ କମ ଥିବ। ଯଦି ସ୍ତ୍ରୀ ରାଶିରେ ସୂର୍ଯ୍ୟ ରହନ୍ତି, ସ୍ତ୍ରୀ ରାଶି କୋଉ କୋଉ ଗୁଡା ନା 2, 4, 6, 8, 10, 12 ଏଗୁଡା ସବୁ ସ୍ତ୍ରୀ ରାଶି। ଏଇ ରାଶିରେ ଯଦି ସୂର୍ଯ୍ୟ ଥାଆନ୍ତି ତାହେଲେ ତାଙ୍କ ଶରୀରରେ କମ କେଶ ରହେ ବା କେଶ ରହେ ନାହିଁ। ଯଦି ରବି ପୁରୁଷ ରାଶିରେ ଥାଆନ୍ତି ତାହେଲେ ସେମାନଙ୍କର ଶରୀରରେ 1, 3, 5, 7, 9, 11 ରାଶିରେ ଯଦି ରବି ଥାଆନ୍ତି ତାହେଲେ ତାଙ୍କ ଶରୀରରେ କେଶ ଥାଏ। ରବିଙ୍କର ସ୍ଥାନ ବିଷୟରେ ଯଦି ଆମେ କହିବା, ଦେବତା ମାନଙ୍କର ଘର ମାନେ ଦେବଗୃହ, ଦେବାଳୟ, ରବିଙ୍କୁ ପୂର୍ଣ୍ଣ ବ୍ରହ୍ମ କୁହାଯାଏ। ତେଣୁ ରବିଙ୍କୁ ଅ ରବିଙ୍କ ସ୍ଥାନଟା ମନ୍ଦିର ଇଲାକା ବା ଦେବଗୃହ ହେଇପାରେ। ରବିଙ୍କର ଋତୁ ହଉଛି ଗ୍ରୀଷ୍ମ ଋତୁ।
ରବି ହଉଛନ୍ତି ଉତ୍ତରାୟଣ ଯୋଉ ଦକ୍ଷିଣାୟନ ଅଛି, ଉତ୍ତରାୟଣ ଦକ୍ଷିଣାୟନରେ ଉତ୍ତରାୟଣରେ ସେ ବହୁତ ବଳବାନ ହେଇଥାନ୍ତି। କାଳପୁରୁଷ କୁଣ୍ଡଳୀରେ ରବିଙ୍କୁ ତାଙ୍କର ଆତ୍ମା କୁହାଯାଏ। ଗ୍ରହ ଜଗତରେ ରବିଙ୍କୁ ରାଜା ବୋଲି କୁହାଯାଏ। ଆଉ ରକ୍ତ ଶ୍ୟାମ ବର୍ଣ୍ଣ ତାଙ୍କର। ରବିଙ୍କୁ ମଧ୍ୟ ଦେବତା ମାନଙ୍କର ଅଗ୍ନି ବୋଲି କୁହାଯାଏ। ରବିଙ୍କୁ ପୂର୍ବ ଦିଶାର ସ୍ଵାମୀ ବୋଲି କୁହାଯାଏ। ରବିଙ୍କ ବର୍ଣ୍ଣ ହଉଛି କ୍ଷତ୍ରିୟ। ଇଏ ପୁରୁଷ ଗ୍ରହ ଅଟନ୍ତି, ସତ୍ଵ ଗୁଣୀ ଅଟନ୍ତି। ତେଣୁ ଯେତେବେଳେ ପାପ ଗ୍ରହର ବିଚାର କରାଯାଏ, ଅନେକ ଆଚାର୍ଯ୍ୟ ମାନେ, ଅନେକ ସ୍କଲାର ମାନେ ଅ, ନେଇଛନ୍ତି ଯେ ରବିଙ୍କୁ ପାପ ଗ୍ରହ ହିସାବରେ ନେଇଯାଆନ୍ତି। କିନ୍ତୁ ଆପଣ ସଦା ସର୍ବଦା ମନେ ରଖିବେ, ଶନି, କେତୁ, ମଙ୍ଗଳ, ରାହୁ ଏମାନେ ପାପ ଗ୍ରହ ଅଟନ୍ତି। ରବି କ୍ରୂର ଗ୍ରହ, ଯେହେତୁ ରାଜା କ୍ରୂର ଗ୍ରହ ହେଇପାରନ୍ତି, କିନ୍ତୁ ସେ ପାପ ଗ୍ରହ ନୁହଁ। କାହିଁକି? ୟାର ପ୍ରମାଣ ଏଇଆ ଯେ ରବି ସତ୍ୱ ଗୁଣ ଅଟନ୍ତି। ତେଣୁ ଆପଣ ମାନେ ଯେତେବେଳେ ରବିଙ୍କୁ ବିଚାର କରିବେ, ସେତେବେଳେ କଦାପି ରବିଙ୍କୁ ପାପ ଗ୍ରହ ହିସାବରେ ନେବେନି, କ୍ରୂର ଗ୍ରହ ହିସାବରେ। ଠିକ ଅଛି, ଆଗକୁ ବଢିବା। କେତେ କେତେ ଆଚାର୍ଯ୍ୟ କୁହନ୍ତି ରବି ପାପ ଫଳ ବି ଦିଅନ୍ତି, ସେଥିପାଇଁ ତାଙ୍କୁ ରଜଗୁଣୀ ବି କୁହାଯାଏ, ସେମାନଙ୍କର ମତ। ଠିକ ଅଛି, କିନ୍ତୁ ଯେକୌଣସି ପୂଜା କର୍ମକାଣ୍ଡରେ ହବ, ବିନା ସୂର୍ଯ୍ୟ ପୂଜାରେ ସେ ପୂଜା ହେଇପାରେ ନାହିଁ। ଯଦି ସେ ପାପ ଗ୍ରହ ବା ରଜଗୁଣୀ ହେଇଥାନ୍ତେ, ତାହେଲେ ବିନା ସୂର୍ଯ୍ୟ ପୂଜାରେ ଆମେ କୌଣସି ବି ପୂଜା କରିପାରିଥାନ୍ତେ କର୍ମକାଣ୍ଡରେ। ଠିକ ଅଛି, ତେଣୁ ମୋର କହିବା କଥା, ରବି ପାପ ଫଳ ନୁ କ୍ରୂର ଫଳ ଦିଅ। ରବି ପାପ ଫଳ ଦିଅନ୍ତିନି, କ୍ରୂର ଫଳ ଦିଅନ୍ତି। କ୍ରୂର ଫଳର ଏଣ୍ଡ ରେଜଲ୍ଟ ତ ପାପ ହିଁ ଆସିବ। କିନ୍ତୁ ସେଟା ସ୍ଥାନ କାଳ ପାତ୍ର ହିସାବରେ, ଆଉ ଯୋଉଟା କି ଆମେ ଅଲରେଡି ଡିସ୍କସନ କରିଦେଇଛେ। ରବି ସୌର୍ଯ୍ୟ ପ୍ରଧାନ, ମାନେ ଯଦି କାହାର ଲଗ୍ନରେ ରବି ରହିଗଲେ, ସେ ଲୋକଙ୍କୁ ଦେଖାଯାଏ ସେମାନେ ବହୁତ ଜିଦିଆ ହୋଇଥାନ୍ତି। କାହା କଥାକୁ ସେ ଏତେ କେୟାର କରନ୍ତି। କେୟାର କରନ୍ତି ମାନେ ଏଇଟା ନେଗେଟିଭ ସେନ୍ସରେ ନୁହଁ। ସେମାନଙ୍କୁ ଯଦି ଭଲସେ ବୁଝାଯାଏ, ବୁଝେଇ ଦିଆଯାଏ, ସେମାନେ ବୁଝିପାରନ୍ତି। କିନ୍ତୁ ହଠାତ୍ ଯଦି ଗୋଟେ ରାଜାକୁ ତମେ ଯାଇକି ଅର୍ଡର ଦେଇପାରିବନି, ରାଜାକୁ ତମେ ନିବେଦନ କଲା ଭଳିଆ କହିପାରିବ। ଠିକ ଅଛି, ଏବଂ ଯୋଉମାନଙ୍କର ରବି ଲଗ୍ନରେ ଥାଏ ସେମାନେ ନିର୍ଦ୍ଦୟୀ ବି ହେଇଥାନ୍ତି, ଆଉ ସେମାନଙ୍କର ନେତ୍ର ରୋଗ ହୁଏ, ଏଇଟା ପକ୍କା ଦେଖାଯାଇଛି। ଲଗ୍ନରେ ଯୋଉମାନଙ୍କର ରବି ଥାଏ, ତାହେଲେ ଆପଣ ଜାଣିବେ ଯେ ରବି ଯଦି ଲଗ୍ନରେ ଅଛନ୍ତି, ତାହେଲେ ସେ ଲୋକଟି ବହୁତ ହିଁ ଜିଦିଆ ହେଇଥିବ, ନିର୍ଦ୍ଦୟୀ ଯେମିତି ହେଲେ ହେଇଥିବ, ଏବଂ ନେତ୍ର ରୋଗ ହବ ତାକୁ। ସେ ଯାହା ହଉଛି ଯେ ତାକୁ ନେତ୍ର ରୋଗ ହେବ ହିଁ। ଯେତେବେଳେ ତାଙ୍କର ଦଶା ଅନ୍ତର ଦଶା ଆସିବ, ଗ୍ରହ ମାନେ ସବୁଠୁ ବେଳେ ଆକ୍ଟିଭ ଥାନ୍ତି, କିନ୍ତୁ ତାଙ୍କର ଫଳ ବିଶେଷ ରୂପେ ଦେଖାଯାଏ ସେତିକି ବେଳେ ଯେତେବେଳେ ତାଙ୍କର ଦଶା ଅନ୍ତର୍ଦଶା ଚାଲେ। ଠିକ ଅଛି, ରବି ପିତ୍ତ ପ୍ରଧାନ ଅଟନ୍ତି, ଆମେ ଏଇଟା ଜାଣିଲେ ରବି ପିତ୍ତ ପ୍ରଧାନ ଅଟନ୍ତି। ଏବଂ ରବି ଆମ ଶରୀରର ହାଡ ଗୁଡାକୁ ବି ରିପ୍ରେଜେଣ୍ଟ କରନ୍ତି, ଅସ୍ଥିକୁ ରିପ୍ରେଜେଣ୍ଟ କରନ୍ତି। ଯୋଉଠି ମୁଁ କହିଲି ଯେ ରବି କ୍ରୂର ଫଳ ଦିଅନ୍ତି, ସେଟା ସେତିକି ବେଳେ ଦିଆଯାଏନି, ତାର ବହୁତ ସାରା ଅଛି। କିନ୍ତୁ ଗୋଟିଏ କଥା ମନେ ରଖିବେ, କୁଣ୍ଡଳୀରେ ଯଦି ଗୁରୁଦେବ ବୃହସ୍ପତି ରବିଙ୍କୁ ଦେଖୁଛନ୍ତି, ତାହେଲେ ସେ ଯେତିକି ଭାବରେ କ୍ରୂର ବା କଠୋର ଫଳ ଦେବା କଥା, ସେତିକି ଫଳ ସେ ଦେବେ ନାହିଁ। ତା ଦେହରେ ନ୍ୟୁନତା ରହିବ। ତ ଆପଣ ସଦାବେଳେ ଦେଖିବେ ଯେ କୁଣ୍ଡଳୀରେ ଆପଣଙ୍କ ରବିକୁ କୌଣସି ପାପ ଗ୍ରହ ଦେଖୁଛନ୍ତି, ବା ପାପ ଗ୍ରହଙ୍କ ସହିତ ରବି ବସିଛନ୍ତି, ଯୋଉ କହିଲି ଶନି, ମଙ୍ଗଳ, ରାହୁ, କେତୁ ଏମାନେ ବସିଛନ୍ତି, ଅର ଆପଣଙ୍କର ଶୁଭ ଗ୍ରହ ରବି ରବିଙ୍କ ସହିତ ବସିଛନ୍ତି। ରବି ଆ ସବୁ ଗ୍ରହକୁ ଅସ୍ତ କରିଦିଅ, ଅସ୍ତାଙ୍ଗତ ଯୋଉ ଅଛି ରବିଙ୍କ ପାଖକୁ ଆସିଲେ ସବୁ ଗ୍ରହ, କାରଣ ପ୍ରତ୍ୟେକ ଗ୍ରହ ରବିଙ୍କ ଠାରୁ ହିଁ ପାୱାର ନେଇକି, ସୂର୍ଯ୍ୟ କୌଣସି ଗ୍ରହର ନିଜର ରଶ୍ମି ନାହିଁ, ପ୍ରତ୍ୟେକ ଗ୍ରହ ରବିଙ୍କର ତାକତ ନେଇକି, ରବିଙ୍କଠୁ କିରଣ ନେଇକି ଆଲୋକିତ ହୋଇଥାଏ। ଯେତେବେଳେ ସେ ତାଙ୍କର ପରିଧି ଭିତରକୁ ପଳେଇ ଆସନ୍ତି, ସେତେବେଳେ ସେ ଅସ୍ତ ହେଇଯାନ୍ତି, ବା ତାଙ୍କର ପାୱାର ଟିକେ କ୍ଷୀଣ ହେଇଯାଏ। ତେଣୁ କିନ୍ତୁ ଯଦି ରବି ରାହୁ ମହାରାଜଙ୍କ ସହିତ ବସିଲେ, ବା ରବି କେତୁ ମହାରାଜଙ୍କ ସହିତ ବସିଲେ, ସେଠି ରବି ମହାରାଜ ଆମର ରାହୁ ମହାରାଜ କିମ୍ବା କେତୁ ମହାରାଜଙ୍କୁ ଅସ୍ତ କରିପାରନ୍ତି ନାହିଁ।
ସେଠି ରବି ମହାରାଜଙ୍କୁ କୁହାଯାଏ ସିଏ ଇନଫ୍ଲିକ୍ଟେଡ ହେଇଗଲେ, ମାନେ ତାଙ୍କୁ କଣ ହେଲା ନା ସିଏ ଦୋଷଯୁକ୍ତ ହେଇଗଲେ। କିଏ ଦୋଷଯୁକ୍ତ ହେଇଗଲେ? ରବି ମହାରାଜ ଦୋଷଯୁକ୍ତ ହେଇଗଲେ ଯଦି ସେ ରାହୁ କେତୁଙ୍କ ସହିତ ରହ। କିନ୍ତୁ ଅନ୍ୟ ଯେକୌଣସି ଗ୍ରହ ରବି ମହାଗ୍ରହଙ୍କ ସହିତ ରହିଲା, ଏଇ ଦୁଇଟା ଗ୍ରହକୁ ଛାଡି ରାହୁ କେତୁକୁ ଛାଡିକି ରବି ମହାରାଜ ତାକୁ ଅସ୍ତ କରିଦେଇଥାନ୍ତି। ତାପରେ କଣ ଆ ରବି ମହାଗ୍ରହଙ୍କର ବସ୍ତ୍ର ଲାଲ ରଙ୍ଗ, ଠିକ ଅଛି। ଆଉ ଆଙ୍କର ଭୁଜା, ଗୋଟେ ରାଜାର ଭୁଜା ଏଇଭଳିଆ, ମାନେ ହାତର ତାକତ କୋଉ ଭଳିଆ ସେଇଭଳିଆ, ଯୋଉମାନଙ୍କର ସୂର୍ଯ୍ୟ ପ୍ରଧାନ ଥିବ ତାଙ୍କର ହାତର ତାକତ ସେଇଭଳିଆ। ତାପରେ କଣ, ରବି ମହାରାଜ ଶୂର, ମାନେ ଶୌର୍ଯ୍ୟର ପ୍ରତୀକ, ଗମ୍ଭୀରତାର ପ୍ରତୀକ। ଆଉ ଯେହେତୁ ସେ ରାଜା, ସେ ଚତୁରତାର ବି ପ୍ରତୀକ, ସୁନ୍ଦର। କିନ୍ତୁ ରବି ମହାରାଜଙ୍କର କେଶ ଏତେ ଅଧିକା ନାହିଁ, ଅଳ୍ପ କେଶ ବାଲା, ଠିକ ଅଛି। ବେଳେ ବେଳେ ରବି ମହାରାଜଙ୍କର ରବି ପ୍ରଧାନ ଲୋକମାନଙ୍କର ରଙ୍ଗ କଳା ବି ହେଇଥାଏ, ଠିକ ଅଛି। ତାପରେ କଣ, ମୁଁ ତ କହିଲି ରବି ମହାରାଜ ହଉଛନ୍ତି କ୍ଷତ୍ରିୟ, ପୁରୁଷ ଗ୍ରହ ଏବଂ ସତ୍ଵ ଗୁଣ, ଠିକ ଅଛି ନା। ତ ଏଇ ସବୁ ଜିନିଷ ଆପଣ ମାନେ ଭଲସେ ମନେ ରଖ। ଏଇ ଜିନିଷରେ ଆମେ କଣ କଣ ପ୍ରେଡିକ୍ସନ ଶିଖିଲେ, ଆମେ ଏଇ ଜିନିଷରେ କଣ କଣ ପ୍ରେଡିକ୍ସନ ଶିଖିଲେ ନା ପାଞ୍ଚଟି ପ୍ରେଡିକ୍ସନ ଆପଣଙ୍କ ମୁଣ୍ଡରେ ପୁରାନ୍ତୁ। ରବି ଗ୍ରହଙ୍କର କାରକ ତତ୍ତ୍ୱ, ଆମେ ଯେତେବେଳେ କୌଣସି ଗ୍ରହ ବିଷୟରେ ଇଣ୍ଟରପ୍ରିଟେସନ କରୁ, ସେତେବେଳେ ଆମେ ତାର କାରକ ତତ୍ତ୍ୱ ବିଷୟରେ ଭଲସେ ନଜର ରଖୁ। ରବି ମହାଗ୍ରହଙ୍କର କାରକ ତତ୍ତ୍ୱ ବିଷୟରେ ଆମେ ଏଇଆ ଜାଣିଲେ ଯେ ରବି ମହାଗ୍ରହ ହଉଛନ୍ତି କାଳପୁରୁଷର ଆତ୍ମା, ତାଙ୍କର ବର୍ଣ୍ଣ କ୍ଷତ୍ରିୟ, ଦେଖିବାକୁ ରକ୍ତ ଶ୍ୟାମ ବର୍ଣ୍ଣ ବା ମହୁ କଲର ଯୋଉଭଳିଆ ସେଇଭଳିଆ। ସେ ପିତ୍ତ ପ୍ରକୃତିର ଅଟନ୍ତି, ଏବଂ ରବି ମହାଗ୍ରହଙ୍କର କମ କେଶ, ଏବଂ ପୁରୁଷ ରାଶିରେ ରହିଲେ କଣ ହବ, ସ୍ତ୍ରୀ ରାଶିରେ କଣ ରହିଲେ କଣ ହବ, ସେଟା ଅଲରେଡି ଡିସ୍କସନ ସରିଛି। ତ ଏଇଟା ଆମେ ତାଙ୍କର ଗୋଟେ ବ୍ରିଫ ଇଣ୍ଟ୍ରୋଡକ୍ସନ ଦେଲେ, କାରଣ ମୁଁ ଏଇଟା ଆଗରୁ କହିଛି, କିନ୍ତୁ ଏଇଟାକୁ ଆଉଥରେ ଏଇଥିପାଇଁ କହୁଛି ଯେ ଏଇଟା କହିବା ଦ୍ୱାରା ଆପଣ ତାଙ୍କର ସିରିଏଲ ବ୍ରେକ୍ ହବନି। ଆଜିଠୁ ଯୋଉ ରବି ମହାଗ୍ରହଙ୍କର କ୍ଲାସ ହବ, ସେଇଟା ରହିବ ରବି ମହାଗ୍ରହ ପାର୍ଟ 1। ଏମିତି ଯେତେବେଳେ ସିରିଜ, ଯେପର୍ଯ୍ୟନ୍ତ ଆମେ ରବି ମହାଗ୍ରହଙ୍କର ଟୋଟାଲ ପ୍ରେଡିକ୍ସନ ଟେକ୍ନିକ ଆପଣଙ୍କୁ ନ ପଢେଇ ଦେଇଛୁ, ସେ ବିଭିନ୍ନ ଶାସ୍ତ୍ରର ଆଉଟକମ ରୁ, ବିଭିନ୍ନ ପୁରୁଣା କ୍ଲାସିକ ବୁକ୍ ଯୋଉଗୁଡାକ ଅଛି, ଫଳ ଦୀପିକା ରହିଲା, ବୃହତ ପରାଶର ହୋରା ଶାସ୍ତ୍ର ରହିଲା, ଆଉ ମାନସାଗରୀ ରହିଲା, ଆ ଏଇ ସବୁ ଯୋଉ ଭାବାର୍ଥ ଚିନ୍ତାମଣି, ମୁହୂର୍ତ୍ତ ଚିନ୍ତାମଣି, ଏଇ ଯୋଉ ପୁରୁଣା କ୍ଲାସିକ ଗୁଡାକ ଅଛି, ଏଥିରୁ ଯେପର୍ଯ୍ୟନ୍ତ ଆପଣଙ୍କୁ ଆମ ସିରିଏଲ ଟା ଯୋଉ କଣ ସାର ତତ୍ତ୍ୱ ବାହାର କରୁଛି, ସେ ସାର ତତ୍ତ୍ୱକୁ ଯେପର୍ଯ୍ୟନ୍ତ ଆପଣ ମାନଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ଭାବରେ ମାନେ ଉପସ୍ଥାପିତ କରିଦଉ, ସେ ପର୍ଯ୍ୟନ୍ତ ଆମେ ସିରିଏଲି ରବି ମହାଗ୍ରହଙ୍କର କରିବୁ। ଏଇଟା ଥିଲା ରବି ମହାଗ୍ରହଙ୍କର ପାର୍ଟ 1। ଆମର ନେକ୍ସଟ କୋଉ ରହିବ ରବି ମହାଗ୍ରହ ପାର୍ଟ 2, ଆମେ ଧୀରେ ଧୀରେ କରି ସବୁ ରବି ମହାଗ୍ରହଙ୍କର ପୁରୁଣା କ୍ଲାସିକ ରୁ ପଢିବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।